ସ୍ୱାମୀର ଦୀର୍ଘ ଜୀବନ କାମନା କରି ସ୍ତ୍ରୀ କରେ ସାବିତ୍ରୀ ବ୍ରତ। କିନ୍ତୁ କିଏ ଜାଣେ ଯେଉଁ ସ୍ତ୍ରୀ ସାବିତ୍ରୀ ବ୍ରତ କରିବା କଥା ସେହି ସ୍ତ୍ରୀ ସାବିତ୍ରୀରେ ନିଜ ଜମ ସାଜି ନେଲା ସ୍ୱାମୀର ଜୀବନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ। ଗ୍ରାମର ଦେବରାଜ ବେହେରାଙ୍କ ପୁଅ ଗୋପୀନାଥ ବେହେରା, ଯାହାଙ୍କର ବୟସ 27, ଗତକାଲି ରାତିରେ ମଦ ପିଇ ଘରକୁ ଆସିଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ପରେ ରାତିରେ ସ୍ୱାମୀ ଶୋଇଥିଲା ବେଳେ ସାବିତ୍ରୀ ରୂପୀ ସ୍ତ୍ରୀ ପୂଜା ଗୋଛା ଲୁଗା ଓ ତକିଆ ସାହାଯ୍ୟରେ ସତ୍ୟବାନ ରୂପୀ ସ୍ୱାମୀର ତଣ୍ଟିକୁ ସାବିତ୍ରୀରେ ସତ୍ୟବାନ ଦେଇଥିବା ଶାଢୀକୁ ପୂଜା କରି ସେହି ଶାଢୀରେ ତଣ୍ଟିକୁ ଚିପିବା ସହିତ ମୁହଁରେ ତକିଆ ପକାଇ ହତ୍ୟା କରିଥିଲା। ଖବର ପାଇ ଘଟଣାସ୍ଥଳରେ ଗନ୍ଦିଆ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ପ୍ରମିଳା ବେହେରା ଘରେ ମୁଁ ଝିଅଟା ଡାକିଲା ଗୁରୁ ଚନ୍ଦ୍ରଶେଖର ଗାଁ ଝିଅଟା ଡାକିଲା 4ଟା ବେଳୁ 4:30 ବେଳୁ ରଖିଲା ବେଳୁ ଦେଖିଲା ଦିଅର ସେ ଦେଖିଲା ବେଳୁ ମରିକିରି ପଡିଛି। ସେଉଠା ମରିକି ପଡି ନାହିଁ କିଛି ହେଲେ ତା ଝିଅ କହୁଛି କହିଲେ ବୋଉଲ ଆଉନୁ ମତେ ଡାକିଲା ବେଳୁ ମୁଁ କବାଟ ଖୋଲି ଗଲି ଦେଖିଲା ବେଳୁ କିଛି ନାହିଁ ଆଉ। 4:30 ବେଳୁ ସକାଳ 4:30 ବେଳକୁ ଆଉ କଣ ଦେଖିଲା ବେଳୁ କିଛି ନାହିଁ। ସେଠୁ ତାକୁ ପାଟିଦେନୁ କଣ ଅଭିଯୋଗ କରିବୁ ଥାନାରେ କେସଟା ଦେଇଛୁ ଜାଣିବୁ ଆମ ପୁଅ କିନି ମଲା ହେଲି ଆମ ଦିଅର କିନି ମଲା ହେଲି ଆଉ ଜାଣିବା ପାଇଁ ଯାଉଛୁ ଆଉ ଜାଣିଲେ ଯାହା ହେଲେ କିଛିଟା କରିବୁ ଆଉ କଣ। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।